ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ପଞ୍ଚମ ଶ୍ରେଣୀ ସାହିତ୍ୟ କୁସୁମ ବହିର ମାନ୍ୟାରୁ ମାଡ଼ାମ କରି ଅଭ୍ୟାସ ପ୍ରଶ୍ନୋତ୍ତର ଆଲୋଚନା କରିବା। ତେଣୁ ଧ୍ୟାନ ସହକାରେ ଏହି ପାଠର ଅଭ୍ୟାସ ପ୍ରଶ୍ନକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ପ୍ରଥମ ପ୍ରଶ୍ନ, ରାତିରେ ଘଣ୍ଟାରେ ଚିକଚିକ୍ କରୁଥିବା ପଦାର୍ଥଟି ଦିନ ବେଳେ କିପରି ଦେଖାଯାଏ? ଏହାର ସଠିକ୍ ଉତ୍ତର ହେବ ରାତିରେ ଘଣ୍ଟାରେ ଚିକଚିକ୍ କରୁଥିବା ପଦାର୍ଥଟି ଦିନ ବେଳେ ଈଷତ୍ ସବୁଜ ଦେଖାଯାଏ। ଖ ନମ୍ବର ପ୍ରଶ୍ନ, ରେଡ଼ିୟମ୍ ଗୋଟିଏ କି ପ୍ରକାର ପଦାର୍ଥ? ଏହାର ଉତ୍ତର ହେବ ରେଡ଼ିୟମ୍ ଗୋଟିଏ ଅତ୍ୟନ୍ତ ମୂଲ୍ୟବାନ ତେଜସ୍କ୍ରିୟ ଧାତବ ପଦାର୍ଥ। ଗ ନମ୍ବର ପ୍ରଶ୍ନ, ରେଡ଼ିୟମ୍ ଆବିଷ୍କାର ପାଇଁ ମାଡ଼ାମ କ୍ୟୁରି କେଉଁ ପୁରସ୍କାର ପାଇଥିଲେ? ଏହାର ଉତ୍ତର ହେବ ରେଡ଼ିୟମ୍ ଆବିଷ୍କାର ପାଇଁ ମାଡ଼ାମ କ୍ୟୁରି ନୋବେଲ ପୁରସ୍କାର ପାଇଥିଲେ। ଘ, ପାଠ ପଢ଼ିବା ପାଇଁ ମାନ୍ୟାଙ୍କର କି ଅସୁବିଧା ହେଉଥିଲା? ମାନ୍ୟାଙ୍କର ପଢ଼ିବା ପାଇଁ ପ୍ରବଳ ଇଚ୍ଛା ଥିଲା, କିନ୍ତୁ ସେତେବେଳେ ପରାଧୀନ ପୋଲାଣ୍ଡରେ ଝିଅମାନଙ୍କର ଉଚ୍ଚଶିକ୍ଷା ବ୍ୟବସ୍ଥା ନଥିଲା। ଏହି ଅସୁବିଧା ଦୂର କରିବାକୁ ତାଙ୍କୁ ଫ୍ରାନ୍ସର ପ୍ୟାରିସକୁ ଯିବାକୁ ପଡ଼ିଥିଲା। ଅର୍ଥାଭାବ ଓ ଦାରିଦ୍ର୍ୟ ତାଙ୍କର ଅନ୍ୟତମ ଅସୁବିଧା। କଲେଜରେ ପଢ଼ିବା ପାଇଁ ମାନ୍ୟା କିଭଳି ଅର୍ଥ ଯୋଗାଡ଼ କରୁଥିଲେ? ମାନ୍ୟା କଲେଜରେ ପଢ଼ିବା ପାଇଁ ଫ୍ରାନ୍ସର ରାଜଧାନୀ ପ୍ୟାରିସକୁ ଯିବାକୁ ଠିକ୍ କଲେ। ଏଥିରେ ଅର୍ଥାଭାବ ପ୍ରତିବନ୍ଧକ ସୃଷ୍ଟି କରିବାରୁ ସେ କେତେକ ଧନୀ ଲୋକଙ୍କ ଘରେ ଟ୍ୟୁସନ୍ କରି କିଛି ଅର୍ଥ ଯୋଗାଡ଼ କରିଥିଲେ। 2 ନମ୍ବର, ମାନ୍ୟା କିପରି ପାଠ ପଢ଼ୁଥିଲେ? ମାନ୍ୟା ଖୁବ୍ ଭଲ ପାଠ ପଢ଼ୁଥିଲେ। ତାଙ୍କର ସ୍ମୃତିଶକ୍ତି ଥିଲା ଅସାଧାରଣ। କୌଣସି କବିତାକୁ 2 ଥର ପଢ଼ିଦେଲେ ଆମୂଳଚୂଳ ମନେ ରଖିପାରୁଥିଲେ। ବହି ଖଣ୍ଡିଏ ପଢ଼ିବା ବେଳେ ସେଥିରେ ଏଭଳି ମଜ୍ଜି ଯାଉଥିଲେ ଯେ ତାଙ୍କ ଚାରିପଟେ କ'ଣ ଘଟୁଛି ସେ ଜାଣିପାରୁନଥିଲେ। ନିଜ ବହି ସହ ବଡ଼ ଭଉଣୀ ଓ ବାପାଙ୍କ ବହି ମଧ୍ୟ ପଢ଼ୁଥିଲେ। ଖ ନମ୍ବର ପ୍ରଶ୍ନ, ଭାଇ ଭଉଣୀମାନେ ମାନ୍ୟାଙ୍କ ସହିତ କିପରି ମଜା କରିଥିଲେ? ଏହାର ଉତ୍ତର ହେବ ଦିନେ ମାନ୍ୟା ତାଙ୍କ ଘରେ ବସି ବହି ପଢ଼ୁଥିଲେ। ବହିର ପୃଷ୍ଠା ବ୍ୟତୀତ ଅନ୍ୟ କୌଣସିରେ ତାଙ୍କର ଧ୍ୟାନ ନଥିଲା। ଭାଇ ଭଉଣୀମାନେ କୌତୁକ ଦେଖିବା ପାଇଁ ତାଙ୍କ ଚାରିପଟେ ଓ ମୁଣ୍ଡ ଉପରେ ଘରର ସବୁ ଚୌକି ଆଣି ପାହାଡ଼ ଭଳି ସଜାଇ ଦେଲେ। ସେଥିପ୍ରତି ମାନ୍ୟାଙ୍କର ନଜର ନଥିଲା। ଅଧଘଣ୍ଟା ପରେ ବହିଟି ପଢ଼ିସାରି ମୁଣ୍ଡ ଉଠାଇବା ବେଳକୁ ଚୌକିଗୁଡ଼ିକ ଦୁଲ୍ ଦାଲ୍ ପଡ଼ିଗଲା। ଭାଇ ଭଉଣୀମାନେ ସମସ୍ତେ ହସିଲେ। ତାଙ୍କ ସହ ମାନ୍ୟା ମଧ୍ୟ ହସି ପକାଇଲେ। ଭାଇ ଭଉଣୀମାନେ ମାନ୍ୟାଙ୍କ ସହିତ ଏପରି ମଜା କରିଥିଲେ। ଗ ନମ୍ବର ପ୍ରଶ୍ନ, ବିଶ୍ୱବିଦ୍ୟାଳୟରେ ପଢ଼ିବା ବେଳେ ମାନ୍ୟାଙ୍କର କ'ଣ ସବୁ ଅସୁବିଧା ହେଉଥିଲା? ମାନ୍ୟାଙ୍କର ପଢ଼ିବା ପାଇଁ ପ୍ରବଳ ଆଗ୍ରହ ଥିବାରୁ ସେ ଟ୍ୟୁସନ୍ କରି ଅର୍ଥ ସଞ୍ଚୟ କଲେ ଓ ପ୍ୟାରିସର ସର୍ବନ୍ ବିଶ୍ୱବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ନାମ ଲେଖାଇଲେ। ଏହି ସମୟରେ ସେ ଘୋର ଆର୍ଥିକ ଅନଟନର ଗତି କରୁଥିଲେ। ପାଠପଢ଼ା ପାଇଁ ପୁସ୍ତକ, ରନ୍ଧା ଖାଦ୍ୟ, ଭଲ ପୋଷାକ ପାଇଁ ତାଙ୍କର ସ୍ୱପ୍ନ ଥିଲା। ଏପରିକି ରାତିରେ ଆଲୁଅ ଜାଳି ପଢ଼ିବାକୁ ପାଖରେ ଅର୍ଥ ନଥିଲା। ଶୀତ ବସ୍ତ୍ର ନଥିଲା, ତେଣୁ କାଠର ଚୌକି ସାହାଯ୍ୟରେ ସେ ଶୀତ ଦାଉରୁ ରକ୍ଷା ପାଉଥିଲେ। ରନ୍ଧା ଖାଦ୍ୟ ଅଭାବରେ ଖଣ୍ଡିଏ ପାଉରୁଟି, ସାମାନ୍ୟ ଲହୁଣୀ ଖାଉଥିଲେ ଓ ବେଳେବେଳେ ଉପାସରେ ମଧ୍ୟ ରହି ଯାଉଥିଲେ। ବିଶ୍ୱବିଦ୍ୟାଳୟରେ ପଢ଼ିବା ବେଳେ ମାନ୍ୟାଙ୍କର ଏହିସବୁ ଅସୁବିଧା ହେଉଥିଲା। ଘ ନମ୍ବର ପ୍ରଶ୍ନ, ରେଡ଼ିୟମ୍କୁ ବ୍ୟକ୍ତିଗତ ସମ୍ପତ୍ତି ନ କରି ମାଡ଼ାମ କ୍ୟୁରି ତାକୁ କାହିଁକି ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ? ରେଡ଼ିୟମ୍ ଥିଲା ମାଡ଼ାମ କ୍ୟୁରିଙ୍କର ଓ ତାଙ୍କ ସ୍ୱାମୀଙ୍କର ଶ୍ରେଷ୍ଠ ଆବିଷ୍କାର। ଏଥିପାଇଁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ପୃଥିବୀର ସର୍ବଶ୍ରେଷ୍ଠ ସମ୍ମାନ ନୋବେଲ ପୁରସ୍କାର ମିଳିଥିଲା। ସମଗ୍ର ମାନବ ଜାତିର ସେବାରେ ଏହାର ପ୍ରୟୋଗ ନିମିତ୍ତ ମାଡ଼ାମ କ୍ୟୁରି ଏହାକୁ ବ୍ୟକ୍ତିଗତ ସମ୍ପତ୍ତି ନ କରି ଜାତୀୟ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ।
ମୋର ପ୍ରଶ୍ନ, ମାନ୍ୟାଙ୍କ ମୃତ୍ୟୁର କାରଣ କ'ଣ ଥିଲା? ମାନ୍ୟାଙ୍କ ମୃତ୍ୟୁର କାରଣ ଥିଲା ରେଡ଼ିୟମ୍। ମ୍ୟାଡ଼ାମ୍ କ୍ୟୁରି ରେଡ଼ିୟମ୍ ଆବିଷ୍କାର କରିବାକୁ ଯାଇ ଗବେଷଣା କାର୍ଯ୍ୟରେ ଅଧିକ ସମୟ ଲିପ୍ତ ରହୁଥିଲେ ଓ ବାରମ୍ବାର ରେଡ଼ିୟମ୍ ସଂସ୍ପର୍ଶରେ ଆସି ତାଙ୍କର ସେହି ବିଷାକ୍ତ ବା ମାରାତ୍ମକ ବିଷ ତାଙ୍କ ଦେହରେ ଚଳିଯାଇଥିଲା। ତାଙ୍କ ରକ୍ତ ବିଷାକ୍ତ ହୋଇଯାଇଥିଲା, ତେଣୁ ସେ ମୃତ୍ୟୁବରଣ କରିଥିଲେ। ସରଳାର୍ଥ ସରଳ ଭାବରେ ବୁଝାଇ ଲେଖ। ଏହି ଗୌରବରେ ପିତାଙ୍କର ହୃଦୟ ଫୁଲି ଉଠିଲା। ଏଠାରେ ଲେଖିବା ଉକ୍ତ ଗଦ୍ୟାଂଶଟି ଆମ ପଠିତ ସାହିତ୍ୟ କୁସୁମ ବହିର ମାନ୍ୟାରୁ ମ୍ୟାଡ଼ାମ୍ କ୍ୟୁରି ଗଦ୍ୟରୁ ଆନିତ। ଏଠାରେ ଲେଖକ ଶୈଳେଶ ଚନ୍ଦ୍ର ପଟ୍ଟନାୟକ ମାନ୍ୟାଙ୍କ ସଫଳତାର ତାଙ୍କ ପିତାଙ୍କର ଆନନ୍ଦ ବିଷୟରେ ବର୍ଣ୍ଣନା କରିଛନ୍ତି। ମାନ୍ୟାଙ୍କର ପଢ଼ିବାକୁ ପ୍ରବଳ ଆଗ୍ରହ ଥିଲା। ମାଆଙ୍କ ମୃତ୍ୟୁ ପରେ ଘର କାମ କରିବା ସହ ସେ ପାଠ ପଢ଼ୁଥିଲେ। ନିଜ ପଢ଼ା ବହି ବ୍ୟତୀତ ବଡ଼ ଭଉଣୀ ଓ ବାପାଙ୍କର ବହି ମଧ୍ୟ ପଢ଼ି ପକାଉଥିଲେ। ଶ୍ରେଣୀରେ ସେ ସବୁବେଳେ ପ୍ରଥମ ହେଉଥିଲେ। ଶେଷ ମାଧ୍ୟମିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ସେ ସ୍ୱର୍ଣ୍ଣ ପଦକ ଲାଭ କଲେ। ମାନ୍ୟାଙ୍କର ଏହି ଗୌରବରେ ତାଙ୍କ ପିତାଙ୍କ ହୃଦୟ ଆନନ୍ଦରେ ଫୁଲି ଉଠିଲା। ବାସ୍ତବରେ ସନ୍ତାନର ଗୌରବରେ ପିତାମାତାଙ୍କର ହୃଦୟ ଆନନ୍ଦରେ ଫୁଲି ଉଠେ। ଖନର ପ୍ରଶ୍ନ, ସତେ ଯେପରି ଉତ୍କଟ ଦାରିଦ୍ର୍ୟ ମହାବଳ ବାଘ ଭଳି ପଞ୍ଝା ଖୋଲି ଶୀତ ରୂପରେ ତାଙ୍କୁ ମାଡ଼ି ବସେ। ଏହାର ଉତ୍ତର ଲେଖିବା। ଉକ୍ତ ଗଦ୍ୟାଂଶଟି ଆମ ପଠିତ ସାହିତ୍ୟ କୁସୁମ ବହିର ମାନ୍ୟାରୁ ମ୍ୟାଡ଼ାମ୍ କ୍ୟୁରି ଗଦ୍ୟରୁ ଆନିତ। ଏଠାରେ ଲେଖକ ଶୈଳେଶ ଚନ୍ଦ୍ର ପଟ୍ଟନାୟକ ଶିକ୍ଷା ଲାଭ ସମୟରେ ମାନ୍ୟାଙ୍କର ଦାରିଦ୍ର୍ୟ ବିଷୟରେ ବର୍ଣ୍ଣନା କରିଛନ୍ତି। ମାନ୍ୟା ଉଚ୍ଚଶିକ୍ଷା ପାଇଁ ପ୍ୟାରିସ୍ ଯାଉଥିଲେ। ସେଠାରେ ସେ ଅତି କଷ୍ଟରେ ଶିକ୍ଷା ଲାଭ କରୁଥିଲେ। ସେଠାରେ ସେ ଘୋର ଆର୍ଥିକ ଅନଟନ ମଧ୍ୟରେ ଗତି କରୁଥିଲେ। ପ୍ୟାରିସରେ ଶୀତଦିନେ ପ୍ରବଳ ଥଣ୍ଡା, ଦେହ ହାତ ଅବଶ ହୋଇଯାଏ। ଏହି ଶୀତରୁ ରକ୍ଷା ପାଇବା ପାଇଁ ମାନ୍ୟାଙ୍କ ପାଖରେ ଶୀତ ବସ୍ତ୍ର ନଥିଲା। ନିଜ ପାଖରେ ସମସ୍ତ ଲୁଗାପଟାକୁ ଦେହରେ ଘୋଡ଼ାଇ ରଖିଲେ ମଧ୍ୟ ଶୀତ ରକ୍ଷା ମିଳୁନଥିଲା। ଶେଷରେ ସେ କାଠ ଚୌକିଟାକୁ ଆଣି ନିଜ ଉପରେ ଲଦି ଦିଅନ୍ତି। ସତେ ଯେପରି ଉତ୍କଟ ଦାରିଦ୍ର୍ୟ ମହାବଳ ବାଘ ଭଳି ପଞ୍ଝା ଖୋଲି ଶୀତ ରୂପରେ ତାଙ୍କୁ ମାଡ଼ି ବସେ। ବାସ୍ତବରେ ପ୍ରସଙ୍ଗଟି ପ୍ରେରଣାଦାୟୀ। ବିଜ୍ଞାନ ଥିଲା ତାଙ୍କର ପ୍ରାଣ, ଗବେଷଣା ଥିଲା ତାଙ୍କର ଲକ୍ଷ୍ୟ, ଅଧିକରୁ ଅଧିକ ଜ୍ଞାନ ଆହରଣ ଥିଲା ତାଙ୍କ ଜୀବନର ବ୍ରତ। ଉକ୍ତ ଗଦ୍ୟାଂଶଟି ଆମ ପଠିତ ସାହିତ୍ୟ କୁସୁମ ବହିର ମାନ୍ୟାରୁ ମ୍ୟାଡ଼ାମ୍ କ୍ୟୁରିରୁ ଆନିତ। ଏଠାରେ ଲେଖକ ଶୈଳେଶ ଚନ୍ଦ୍ର ପଟ୍ଟନାୟକ ମାନ୍ୟାଙ୍କ ଶିକ୍ଷା ଓ ଗବେଷଣା ପ୍ରତି ଥିବା ଆଗ୍ରହ ବିଷୟରେ ବର୍ଣ୍ଣନା କରିଛନ୍ତି। ଶିକ୍ଷା ଲାଭ ସମୟରେ ଅଭାବ ଦାରିଦ୍ର୍ୟ ସହିତ ଲଢ଼ି ମାନ୍ୟା ଶେଷରେ ବିଜୟ ମଣ୍ଡିତ ହେଲେ। ସର୍ବନ ବିଶ୍ୱବିଦ୍ୟାଳୟରୁ ସେ ପଦାର୍ଥ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ କୃତକାର୍ଯ୍ୟ ହୋଇଥିଲେ। ତେଣୁ ଏହାପରେ ସେ ଗବେଷଣା କାର୍ଯ୍ୟରେ ମନୋନିବେଶ କଲେ। ଅର୍ଥାଭାବ ତାଙ୍କୁ ଅଟକାଇ ପାରିନଥିଲା। ବିଜ୍ଞାନ ଥିଲା ତାଙ୍କର ପ୍ରାଣ, ଗବେଷଣା ଥିଲା ତାଙ୍କର ଲକ୍ଷ୍ୟ ଓ ଅଧିକରୁ ଅଧିକ ଜ୍ଞାନ ଆହରଣ ଥିଲା ତାଙ୍କ ଜୀବନର ବ୍ରତ। ବାସ୍ତବରେ ମନ ଦୃଢ଼ ଥିଲେ, ଇଚ୍ଛା ଥିଲେ ଅର୍ଥ ବାଧା ଦେଇପାରେ ନାହିଁ। ଘରର ପ୍ରଶ୍ନ, ଦୀପଟିଏ ପରି ସେ ଜଳିଗଲେ ଅଥଚ ଜଗତକୁ ଦେଇଗଲେ ଏକ ଅଲିଭା ଆଲୋକ। ଏର ଉତ୍ତର ଲେଖିବା। ଦୀପରେ ସଳିତା ଓ ତେଲ ଥାଏ। ଦୀପ ନିଜ ଜଳି ଅନ୍ଧାରକୁ ଦୂର କରେ ଓ ଆଲୋକ ଦିଏ। ସେହିପରି ମ୍ୟାଡ଼ାମ୍ କ୍ୟୁରି ପିଲାଦିନରୁ ଅଭାବ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତଥାପି ତା'ର ମୁକାବିଲା କରି ପାଠ ପଢ଼ିଥିଲେ। ବିବାହ ପରେ ଗବେଷଣା କରିଥିଲେ। ନିଜ ସାଧନା ଓ ଶ୍ରମର ଫଳ ସ୍ୱରୂପ ରେଡ଼ିୟମ୍
ଆବିଷ୍କାର କରି ମାନବ ସମାଜର ମଙ୍ଗଳ ନିମନ୍ତେ ଜାତୀୟ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଦେଇଥିଲେ। ସେହି ରେଡ଼ିୟମ୍ ଆଜି ପୃଥିବୀର କୋଟି କୋଟି କର୍କଟ ରୋଗୀଙ୍କୁ ମରଣ ମୁହଁରୁ ରକ୍ଷା କରିପାରୁଛି। କିନ୍ତୁ ଗବେଷଣା ସମୟରେ ସେହି ରେଡ଼ିୟମ୍ ସଂସର୍ଗରେ ବାରମ୍ବାର ଆସିବାରୁ ତା'ର ମାରାତ୍ମକ ବିଷ ତାଙ୍କ ଦେହରେ ଚରିଯାଇଥିଲା। ଫଳରେ ତାଙ୍କ ରକ୍ତ ବିଷାକ୍ତ ହୋଇଯାଇଥିଲା ଏବଂ ସେ ମୃତ୍ୟୁ ମୁଖରେ ପଡ଼ିଥିଲେ। ବାସ୍ତବରେ ମ୍ୟାଡ଼ାମ୍ କ୍ୟୁରୀଙ୍କ ଜୀବନ ଓ ଜଗତକୁ ଦାନ ଅତୁଳନୀୟ ଅଟେ। ବର୍ତ୍ତମାନ ଆମେ 4 ନମ୍ବର ପ୍ରଶ୍ନ ଆଲୋଚନା କରିବା। ମ୍ୟାଡ଼ାମ୍ କ୍ୟୁରୀଙ୍କ ଜୀବନର କିଛି ଘଟଣା ତଳେ ଦିଆଯାଇଛି। ସମୟ ଗୁଡ଼ିକରେ ଘଟିଛି ଗୁଡ଼ିକ ମନେ ପକାଇ ଲେଖିବା। 1903ରେ କ'ଣ ହୋଇଛି ଲେଖିବା। ମ୍ୟାଡ଼ାମ୍ କ୍ୟୁରୀ ରେଡ଼ିୟମ୍ ଆବିଷ୍କାର ନିମନ୍ତେ ନୋବେଲ ପୁରସ୍କାର ପାଇଥିଲେ। 1863 କ'ଣ? 1863 ମସିହା ନଭେମ୍ବର 7 ତାରିଖରେ ମ୍ୟାଡ଼ାମ୍ କ୍ୟୁରୀଙ୍କ ଜନ୍ମ। 1934 ମସିହା ଜୁଲାଇ 3 ତାରିଖ କ'ଣ? 1934 ମସିହା ଜୁଲାଇ 3 ତାରିଖ ମ୍ୟାଡ଼ାମ୍ କ୍ୟୁରୀଙ୍କ ମୃତ୍ୟୁ। 5 ନମ୍ବର ପ୍ରଶ୍ନ ତଳେ ଦିଆଯାଇଥିବା ଅନୁଚ୍ଛେଦଟି ପଢ଼ି ଦରକାର ସ୍ଥାନରେ ଉପଯୁକ୍ତ ବିରାମ ଚିହ୍ନ ଦେବା। ହେ ମୋର ପ୍ରିୟ ପେରି, ତୁମେ ଆଲୋକକୁ ଭଲ ପାଅ। ଆଜି ଜଗତରେ କେତେ ଆଲୋକ, ବଗିଚାରେ କେତେ ଫୁଲ, ଅଥଚ ତୁମେ ଯେଉଁ ଅନ୍ଧାରରେ ମୋତେ ଛାଡ଼ି ଯାଇଛ, ମୁଁ ସେହି ଅନ୍ଧାରରେ ଅଛି। ଇତି ତୁମର ମେରି। ଏଠି ଆମେ ଉପଯୁକ୍ତ ଚିହ୍ନ ଦେବା। 6 ତାଙ୍କ ହାତରେ କି କୁହୁକ ଥିଲା କେଜାଣି, ସେ ଯାହାକୁ ଛୁଇଁ ଦେଉଥିଲେ ତାହା ସୁନା ପାଲଟି ଯାଇଥିଲା। ଏହି ବାକ୍ୟଟିକୁ ପଢ଼ି ତଳେ ଯାଇଥିବା ପ୍ରଶ୍ନର ଉତ୍ତର ଲେଖିବା। କୁହୁକ କ'ଣ? କୁହୁକ ହେଉଛି ସାଧନା ବଳରେ ହାସଲ କରିହେଉଥିବା ଏକ ଯାଦୁ ବିଦ୍ୟା। କୁହୁକ ବିଦ୍ୟା ବଳରେ କ'ଣ କରିହୁଏ? କୁହୁକ ବିଦ୍ୟା ବଳରେ ଅସମ୍ଭବକୁ ସମ୍ଭବ କରିହୁଏ। କୁହୁକ ଖେଳ ଚାଲିଥିବା ବେଳେ ଆମକୁ ଦେଖିବାକୁ କାହିଁକି ଭଲ ଲାଗେ? କୁହୁକ ଖେଳ ଚାଲିଥିବା ବେଳେ ଯାଦୁର ଅଦ୍ଭୁତ ଦୃଶ୍ୟ ଦେଖାନ୍ତି, ତେଣୁ ଆମକୁ ଭଲ ଲାଗେ। ଲୋକେ ସୁନାକୁ ଅନ୍ୟଠାରୁ କାହିଁକି ଅଧିକ ଭଲ ପାଆନ୍ତି? ସୁନାର ଆକର୍ଷଣୀୟ ଉଜ୍ଜ୍ୱଳ ସୁନେଲି ରଙ୍ଗ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ଏହା କେବେ ନଷ୍ଟ ହୁଏ ନାହିଁ, ତେଣୁ ଲୋକେ ସୁନାକୁ ଅନ୍ୟଠାରୁ ଅଧିକ ଭଲ ପାଆନ୍ତି। 9 ନମ୍ବର ପ୍ରଶ୍ନ ସୁନା ପୁଅଟିଏ କହିଲେ କ'ଣ ବୁଝିଛ? ଏହାର ଉତ୍ତର ହେବ ସୁନା ପୁଅଟିଏ କହିଲେ ଜଣେ ସବୁ ଭଲ ସୁନା ପୁଅଟିଏ କହିଲେ କ'ଣ ବୁଝୁଛ? ସୁନା ପୁଅଟିଏ କହିଲେ ଜଣେ ସବୁ ଭଲ ଗୁଣ ଥିବା ପିଲାକୁ ବୁଝାଏ। କାହା ହାତରେ ଏ କୁହୁକ ଶକ୍ତି ଥିଲା ବୋଲି କୁହାଯାଇଛି? ମ୍ୟାଡ଼ାମ୍ କ୍ୟୁରୀଙ୍କ ହାତରେ ଏ କୁହୁକ ଶକ୍ତି ଥିଲା ବୋଲି କୁହାଯାଇଛି। 7 ନମ୍ବର ପ୍ରଶ୍ନ କ ସ୍ତମ୍ଭରେ ଥିବା ଶବ୍ଦ ଖ ସ୍ତମ୍ଭରେ ଥିବା ଏହାର ଅର୍ଥ ଦିଆଯାଇଛି। ଉପଯୁକ୍ତ ଶବ୍ଦ ଅର୍ଥକୁ ଗାଁ ଟାଣି ଯୋଡ଼ିବା। ଆବିଷ୍କାର ଯାହା ଆଗରୁ ଅଛି। ଏଠି ଲେଖିବା ଆବିଷ୍କାର ଯାହା ଆଗରୁ ଅଛି କିନ୍ତୁ କେହି ଜାଣିନାହାନ୍ତି। ଏଇଟା ଆମେ ଯୋଡ଼ିବା। ଗବେଷଣା ଗଭୀର ଅଧ୍ୟୟନ ଅନୁସନ୍ଧାନ। ଗବେଷଣା ଗଭୀର ଅଧ୍ୟୟନ ଓ ଅନୁସନ୍ଧାନ। ଗଭୀର ଅଧ୍ୟୟନ ଓ ଅନୁସନ୍ଧାନ।
ଉଦ୍ଭାବନ ବୁଦ୍ଧି ଖଟାଇ ନୂଆ କରି କୌଣସି ଜିନିଷ ବାହାର କରିବା। ଗବେଷଣା। ସାଧନା ଲକ୍ଷ୍ୟ ହାସଲ ପାଇଁ ଏକନିଷ୍ଠ କାର୍ଯ୍ୟ। 8 ନମ୍ବର ପ୍ରଶ୍ନ, ଯେପରି ମା ଶବ୍ଦର ବିପରୀତ ଲିଙ୍ଗ ବାପା, ସେପରି ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ବିପରୀତ ଲିଙ୍ଗ ଲେଖିବା। ଶିକ୍ଷୟିତ୍ରୀ, ଶିକ୍ଷକ, ପାଠକ, ପାଠିକା, ସ୍ୱାମୀ, ସ୍ତ୍ରୀ, ଦୁଃଖିନୀ, ଦୁଃଖୀ, ମହିଳା, ପୁରୁଷ। 9 ନମ୍ବର ପ୍ରଶ୍ନ, 9 ନମ୍ବର ପ୍ରଶ୍ନ, ବାମ ପାଖରେ ଉଦାହରଣକୁ ଦେଖି ଡାହାଣ ପାଖରେ ନୂଆ ଶବ୍ଦ ଲେଖିବା। ଯେପରି ମହିୟାନରୁ ହୋଇଛି ମହିୟସୀ, ଗରିୟାନରୁ ଗରିୟସୀ, ମୂଲ୍ୟରୁ ହୋଇଛି ମୂଲ୍ୟବାନ, ଗୁଣରୁ ହେବ ଗୁଣବାନ, ପୀଡ଼ାରୁ ହୋଇଛି ପୀଡ଼ିତ, ନିନ୍ଦାରୁ ହେବ ନିନ୍ଦିତ, ସଞ୍ଚୟରୁ ହୋଇଛି ସଞ୍ଚିତ, କଥନରୁ ହୋଇଛି କଥିତ। 10 ନମ୍ବର ପ୍ରଶ୍ନ, 9 ନମ୍ବର ପ୍ରଶ୍ନର ବିପରୀତ, ତଳେ ଥିବା ଶବ୍ଦ ପାଖରେ ବିପରୀତ ଅର୍ଥ ବୁଝାଉଥିବା ଶବ୍ଦ ବସାଇ ଯୁଗ୍ମ ଶବ୍ଦ ଗଢ଼ିବା। ଭଲ, ଭଲ ମନ୍ଦ, ଦୁଃଖ, ଦୁଃଖ ସୁଖ, ଦିଆ ନିଆ, ଉଠା ପଢ଼ା, ହାନି ଲାଭ। 10 ନମ୍ବର ପ୍ରଶ୍ନ, ଅଯୋଗ କଲେ କିମ୍ବା ଅଣଯୋଗ କଲେ ବିପରୀତ ଅର୍ଥ ପ୍ରକାଶ ପାଇଥାଏ। ସେହିଭଳି ତଳ ଶବ୍ଦଗୁଡ଼ିକ ଅଣଯୋଗ କରି ବିପରୀତ ଅର୍ଥ ଲେଖିବା। ସାଧାରଣ ଦେଇଛି, ଏଠି ଆମେ ଲେଖିବା ଅସାଧାରଣ। ବାହୁଡ଼ା, ଅଣବାହୁଡ଼ା, ବିଭକ୍ତ, ଅବିଭକ୍ତ, ବିଶ୍ୱାସ, ଅବିଶ୍ୱାସ, ବିରତ, ଅବିରତ, ବିଳମ୍ବ, ଅବିଳମ୍ବ, ଓସାରିଆ, ଅଣଓସାରିଆ, ଲେଉଟା, ଅଣଲେଉଟା,